ଜୟ ଜଗନ୍ନାଥ ସାଙ୍ଗମାନେ ଆଜି ହେଉଛି ରବିବାର। ମୋର ମନେ ପଡ଼ିଲା ଗୋଟେ କଥା, ଛୋଟବେଳର କଥା। ରବିବାର ହବ ମାନେ ନା ସ୍କୁଲ ଚିନ୍ତା ଥାଏ ନା ଟ୍ୟୁସନ୍ ଚିନ୍ତା ଥାଏ, ନା ବାପା ମାଆ ଗାଳି ଦେବେ କି ଜଲ୍ଦି ଉଠୁ ଟ୍ୟୁସନ୍ ଯିବୁ ସ୍କୁଲ ଯିବୁ। ଉଠିବା ଲେଟ୍ରେ, ଉଠି ସାରିବା ବ୍ରସ୍ କରିକି ଖିଆ ହଉ ନ ହଉ ଖେଳ ଆରମ୍ଭ ହୋଇଯିବ। କ୍ରିକେଟ୍ ଠାରୁ ଆରମ୍ଭ କରି ଡାବର ପୁଆ ଗୁଲି ସବୁ ଖେଳ ସରିଲା। ଯେମିତି 12ଟା ବାଜିବ, 12ଟା ବାଜିବାକୁ ଥିବ 10-15 ମିନିଟ୍, ଆମେ ମନେ ଅଛି ଆପଣମାନଙ୍କର ଗୋଟେ ସବୁଠାରୁ ହାଇଲାଇଟ୍ ସିରିଏଲ୍ ଥିଲା ଶକ୍ତିମାନ। ସେତେବେଳେ ତ ଘରେ ଘରେ ଟିଭି କି ମୋବାଇଲ୍ ନଥିଲା, ଗାଁରେ ଗୋଟେ କି ଦୁଇଟା ଟିଭି ଥିଲା, ଆଉ ସେଠି ହିଁ ଗାଁ ଯାକର ପିଲା ଭିଡ଼। 12ଟା ବାଜିବ ମାନେ ଯାଇ ଟିଭି ଆଗରେ ଶକ୍ତିମାନ ଦେଖାହେବ। ସିଏ ଦେଉଥିଲା 12ଟାରୁ 1 ମୋର ମନେ ଅଛି। ସିଏ ଯେଉଁ ମଜା ଥିଲା, ସରିଲା ଶକ୍ତିମାନ ସରିବ, ତାପରେ ଘରୁ ସବୁ ଯିଏ ଖାଇ ପିଇକି ଶୁଆଶୁଇ ନାହିଁ, ଘରେ ପାଟି କରିବେ ତୁ ଖରାବେଳେ ଶୋଉନୁ ନା, ଆରମ୍ଭ ହୋଇଯିବ ପୁଣି ଖେଳ। ସେତେବେଳେ ରବିବାରେ 4ଟା ନା 3ଟାରେ ଦେଉଥିଲା ଫିଲ୍ମ ଦିଏ, ଓଡ଼ିଆ ଫିଲ୍ମ। ସିଏ ପୁଣି ଯିବ 3ଟା ବେଳେ ଭିଡ଼ ହୋଇଯିବ। ଏମିତି ଥିଲା ଛୋଟବେଳର ଆମର ଜୀବନ। ଆଉ ବିଶେଷ କରି ସେତେବେଳେ ଆମେ ଫିଜିକାଲି ଖେଳୁଥିଲୁ। ଦୌଡ଼ା ଦୌଡ଼ି, ଡିଆଁ ଡିଁ ଏସବୁ ଖେଳ ଥିଲା। କିନ୍ତୁ ଏବେ ମୁଁ ଦେଖୁଛି ଛୁଆମାନେ ସବୁ ମୋବାଇଲ୍ ଗେମ୍ ଖେଳୁଛନ୍ତି। ଲାଭ କ'ଣ ପାଉଛନ୍ତି? କିଛି ବି ଲାଭ ନାହିଁ, ଲସ୍। ଦେଖିବେ ଏବେ ଛୋଟ ଛୁଆମାନଙ୍କର ବହୁତ କମ୍ ବୟସରେ ଗ୍ୟାସ୍ ପ୍ରୋବ୍ଲେମ୍ ବାହାରୁଛି, ଅଲଗା ପ୍ରୋବ୍ଲେମ୍ ବାହାରୁଛି। କାହିଁ ଜାଣିଛନ୍ତି? କେବଳ ଏଇ କ'ଣ କହିଲେ, ମାନେ କୋଢ଼ିଆ ଗୁଣ, ମାନେ ବସୁଛନ୍ତି ଯେଉଁଠି ଖେଳୁଛନ୍ତି ଉଠୁନାହାନ୍ତି। ଆରେ ଭାଇ, ତୁମେ ଏବେ ବୟସରେ ଫିଟନେସ୍ ରଖ, ଫିଜିକାଲି ଖେଳ ଏବେ। ଆଉ ମାନେ ସେମାନେ ହିଁ ବଡ଼ ସାନ ହିଁ ମାନୁନାହାନ୍ତି। ଆମ ଛୋଟବେଳର କେତେ ବଢ଼ିଆ ଥିଲା, ପୁଣି ଥରେ ଫେରିଆସନ୍ତା ସେ ଦିନ ଗୁରା, କେତେ ମଜାମସ୍ତି ହେଉଥିଲା। ଏଇଟା ଆଉ ତ ମାସେ 2 ମାସ ପରେ ବୋଧେ ବରକୋଳି ହେବ, ସିଏ ଗୋଟେ ନିଆରା ଟାଇମ୍ ଆସିବ। ଛାଡ଼, ମିସ୍ କରୁଛୁ ଆମେ ଏବେ ସେ ଟାଇମ୍ କି। ଜୟ ଜଗନ୍ନାଥ।